ତମର ଆଜି ପରୀକ୍ଷା ରେଜଲ୍ଟ ବାହାରିଛି ବା? ମିଛ କାହିଁ କହୁଛ, ସତ କଥା କୁହ। ମୁଁ ବା ନିଜେ ଦେଖିଛି ପରୀକ୍ଷା ରେଜଲ୍ଟ ବାହାରିଛି। SGPA 8.00 ରଖିଛ, 178 ନା କେତେ ଅଛି? ଫେଲ୍ କୋଉଠି ହେଲା? 8 CGPA ରହିଲାନି, ପାସ୍ ହେଲାନି ଆଉ। କ'ଣ ନା ଉପରକୁ ନୁହଁ ନା ତଳେ ମୋବାଇଲଟା ଖେଞ୍ଚି ଚାଲିଛ? ପଚାରୁଛି ବା ପରୀକ୍ଷାରେ ପାସ୍ କଲ, ଗୋଟେ କ'ଣ ଦିଅ, ମିଠା ଫିଠା ଦିଅ। ମିଠା ଦଉନ। ବର୍ତ୍ତମାନ ମୁଁ ପଚାରୁଥିଲି ୟାକୁ ପରୀକ୍ଷାରେ ପାସ୍ କରିଛ ନା ନାଇଁ। ଇଏ ମାଙ୍କଡ଼ଟି ଆମର ଇଏ ପାଠ ନ ପଢ଼ି କ'ଣ କରୁ ଦେଖନ୍ତୁ। ଏରେ ଜୀବନ ତୋ ପାଖରେ ସେ ଯେଉଁ ପିଲାଟି ଶୋଇଛି ସେ କିଏ ବା? କ'ଣ ତୋ କିଏ ନା ହେ ପ୍ରଭୁ ବିଷ୍ଣୁ, କିଏ କହୁନୁ? କିଏ ଜୀବନ ସେ? ଏ ଯେଉଁ ପିଲାଟି ଶୋଇଛି ଆମ ଘରେ କିଏ? ଏ ଦାନ୍ତ ଦେଖ, ତା ନାଁ କ'ଣ? ତୁ ପଢୁଛୁ, ତାକୁ ଡାକୁନୁ ପଢିବ ତୋ ଲାଗି। ତୁ ପାଠ ତୃତୀୟରୁ ନଷ୍ଟ ହେଇଯାଇଛି। ତତେ କହିଥିଲା ସେ ତୃତୀୟରୁ ନଷ୍ଟ ହେଇଯିବ। ଜୀବନ ତୋର କୋଉ କ୍ଲାସ୍ ହେଲା କହନି? ଷଷ୍ଠ ହେଲା। ଦେଖ ଗୋଟେ ମାଙ୍କଡ଼ ଭଳିଆ ଅକ୍ଷର ତାର, ପାଠ ସାଠ ପଢ଼ା ପଢ଼ି ନାହିଁ, ଗୋପକାଣ୍ଡଟା ଏଟା। ଗୋଟେ ୱାର୍ଡ଼ ପଢ଼ନେ ଟିକେ ଶୁଣିବା। ନା ନା ମୁଁ ଟିକେ ଜୀବନରେ ପାଠ ପଢ଼ା ଆଜି ଦେଖିବି। ଜୀବନ ପଢ଼ନି। ଏ ଯେଉଁ ଲେଖା ହେଇଛି ଇଂଲିଶ ନୁହେଁ, ଏଇଠୁ ଫାଷ୍ଟରୁ ପଢ଼। ହଁ ହଁ, ଫାଷ୍ଟ ଯେଉଁ ଲେଖା ହେଇଛି ପଢ଼ନି, କ'ଣ ଲେଖା ହେଇଛି? ହଁ, ମାନେ ଷଷ୍ଠରେ ପଢ଼ୁଛି ଗୋଟେ ପିଲା, ପୁରା ଗୋପକାଣ୍ଡଟା। ତୁ କ'ଣ କହିବା ପାଇଁ ଚାହୁଁଛୁ? କ'ଣ କହିବା ପାଇଁ ଚାହୁଁଛୁ ଜୀବନ କଥା ଶୁଣି? ଆଉ ଏଇ ଲୋକ ଯିଏ ତାକୁ ସବୁବେଳେ ଘୋଡ଼ଉଛି, ସିଏ ତାର ଠିକ୍ ଠାକ୍ ପାଠଶାଠ ପଢ଼ନ୍ତା, ଏଇ ତାକୁ ଖରାପ କରିଦେଉଛି। ତା ବଡ଼ ବୋଉ ଏଇ ହିଁ ତାକୁ ନଷ୍ଟ କରିସାରିଲାଣି ଅଧା। କାହିଁ ଆସ ଜୀବନ ସ୍ତ୍ରୀ କି ପଚାରେ। ଏ ଜୀବନ ତ ପାଠଶାଠ ପଢ଼ି ପାରୁନି, କ'ଣ କହୁଛ ତାହେଲେ? କୋଉ ସାର ଆଇଥିଲା ବା? ଜାନି ଆଦି ଜୀବନ ତ ପାଠଶାଠ ପଢ଼ୁନି, କାହିଁ ବାହା ହେଇଥିଲା? ପେନସନ ଘଣ୍ଟା ମିଳିବ ଜୀବନକୁ ଆଉ। 15,000 ହେଇଗଲାଣି, 13,000। ଏ କ'ଣ କହୁଛି ଜୀବନ 13,000 ଟଙ୍କା ପାଉଛି ବୋଲି? ଆଉ ଦେଖ, ସେ ଗୋଟେ ପିଲା ପାଠ ପଢ଼ୁନି, ଇଏ ତାକୁ ବୁଝିବା କଥା, ତାକୁ ନ ବୁଝେଇ ତାକୁ ଆଉ ଟିକେ ହସଉଛି, ତା ସାଙ୍ଗେ ଲାଗୁଛି। ଦେଖ ଏ ଦି ଜଣଙ୍କୁ ଦେଖନ୍ତୁ। ପାଠ ନାହିଁ, ଏଟା ଗୋପକାଣ୍ଡ। ଆଜିକାଲି କପି ଯୁଗ ଅଛି। କପି ନାହିଁ, ମାଷ୍ଟର ମାଇଣ୍ଡ ମୁଣ୍ଡ ପଇସା ଦେଲେ ସେଇ ନୋଳ ସାହି ସ୍କୁଲ ସାର୍ ଙ୍କୁ ପଚାରିବି ଆଜି କାଲି ଆଉ, ଜୀବନକୁ କେତେ ଟଙ୍କା ଦେଇକି ପାସ୍ କରିଛ?
ଆଉ ଇଏ ହେଲେ ଜୀବନର ବହୁତ ବଡ଼ ସପୋର୍ଟର। ସେ ସବୁ ଭୁଲ ଆଉ ସେ ଯୋଉ ଚେୟାର ଉପରେ ଯିଏ ବଇଛନ୍ତି ସେ ହେଲା ବିରୋଧୀ ଦଳ। ସେ ବିରୋଧୀ ଦଳ ବଇଛନ୍ତି ଚେୟାର ଉପରେ। ଜୀବନ କେତେ ଟଙ୍କା ଦେଇ ପାସ୍ କର ସତ କଥା କହ। ଆଉ ପାଠ ଲେଖିଛି ପାଠ ପାସ୍ କରିଛି କୋଉ କଥା କହୁନୁ 415 ମାର୍କ ଆଇଛି 415 ଆଉ ଆଚ୍ଛା 415 ଚାରଟା କେତେଥର ସବୁ ପାଠ ଲେଖିକି ହଁ ଏର 415ରେ ଚାରିଟା କୋଉ ଇଏର ସଂଖ୍ୟା ନା ନା କହନି ହଁ ଯୁଗ୍ମ ନା ଅଯୁଗ୍ମ କଣ ଚାରିଟା ଚାରି ଯୁଗ୍ମ ନା ଅଯୁଗ୍ମ ଏତେ କଥା ପାଠ ଆଉ କେତେ ରଖିଛୁ 415 ଆଉ ଏକଟା ପାଞ୍ଚଟା ତତେ ପଚରା ହଉଛି ଯୁଗ୍ମ ବା କହିଲା ହଁ ଲାଇଟଟା କାଇଁ ନେଇଯିବେ ହଁ ଭାଇ ତମ ପାଠ ପଢ଼ାକୁ ଜୁଆର ତମେ ଏନ୍ଜୟ ହଁ ତମେ ବସିକି ପଢ଼ ଆମେ ଆମର ଚାଲୁ ହଉ ଆମେ ଚାଲୁ ଭାଇ ତମେ ବସିକି ପଢ଼ ଜମା ଏ ଭିଡ଼ିଓ କଟା ଘୋର ବେଜିতে জীবন ঘোর বেজি